ଓମ୍ ଶାନ୍ତି ଆଜିର ଏହି ଆଧ୍ୟାତ୍ମିକ ବିଚାର ମନ୍ଥନରେ ସମସ୍ତଙ୍କୁ ସ୍ୱାଗତ। ଓମ୍ ଶାନ୍ତି। ଆଜି ଆମେ 16 ସେପ୍ଟେମ୍ବର 2025ର ମାନେ ବାପଦାଦାଙ୍କର ଯୋଉ ମହାବାକ୍ୟ ଆସିଛି ମଧୁବନରୁ ସେଇ ବିଷୟରେ ଟିକେ ଆଲୋଚନା କରିବା। ହଁ, ଆଜିର ମର୍ଲି ଦେଖୁଛି ଆମକୁ ଗୋଟେ ବିଶେଷ ଭୂମିକା କଥା ମନେ ପକେଇ ଦଉଛି। ଏକଦମ। ବାବା ଆଜି ବହୁତ ସ୍ପଷ୍ଟ ଭାବରେ କହୁଛନ୍ତି, ମଧୁର ସନ୍ତାନମାନେ ତୁମେମାନେ ହେଉଛ ଆଧ୍ୟାତ୍ମିକ ପଥ ପ୍ରଦର୍ଶକ। ସମସ୍ତଙ୍କୁ ଶାନ୍ତିଧାମ ଅର୍ଥାତ୍ ଅମର ଲୋକର ରାସ୍ତା ଦେଖାଇବାକୁ ହେବ। ଏଇଟା ହିଁ ଆଜିର ମୂଳ କଥା। ବାଃ, ଏଇଟା ତ ବହୁତ ବଡ଼ ଦାୟିତ୍ୱ ଭଳି ଲାଗୁଛି। ତେବେ ଏହାକୁ ଭଲ ଭାବରେ ବୁଝିବା ପାଇଁ ଆମ ଶ୍ରୋତାମାନଙ୍କୁ ଅନୁରୋଧ କରିବି ଶେଷ ପର୍ଯ୍ୟନ୍ତ ଆମ ସହିତ ଏହି ବିଚାର ବିମର୍ଶରେ ରୁହନ୍ତୁ। ହଁ, ନିଶ୍ଚୟ। ଆଉ ହଁ, ଯଦି ଆପଣମାନେ ଏମିତି ପ୍ରତିଦିନ ମୁରଲି ଚିନ୍ତନ ଆଉ ଅନ୍ୟ ଆଧ୍ୟାତ୍ମିକ କଥା ଶୁଣିବାକୁ ଚାହାନ୍ତି ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ନିଶ୍ଚୟ। ତେବେ ଆସନ୍ତୁ ଆରମ୍ଭ କରିବା। ବାବା ଯେତେବେଳେ କହୁଛନ୍ତି ଆଧ୍ୟାତ୍ମିକ ପଥ ପ୍ରଦର୍ଶକ ମାନେ ସ୍ପିରିଚୁଆଲ ଗାଇଡ୍, ଏହାର ଗଭୀରତା କ'ଣ? ହଁ, ସେଇଟା ମୁଁ ବି ଭାବୁଥିଲି। ଏ ପଥ ପ୍ରଦର୍ଶକ ଶବ୍ଦଟା ଶୁଣିବାକୁ ଯେତିକି ସହଜ, ଅର୍ଥଟା ବୋଧେ ସେତିକି ଗଭୀର। ଆମେ କୋଉ ରାସ୍ତା ଦେଖେଇବୁ? ଦେଖନ୍ତୁ ବାବା କେମିତି ବୁଝଉଛନ୍ତି। ଆମେ ନିଜେ ହେଉଛେ ଆତ୍ମା। ଆମର ପରମ ପିତା ପରମାତ୍ମା ବି ଆତ୍ମା। ହେଲେ ସେ ପରମ। ହୁଁ। ସେ ଆସି ଆମକୁ ଏଇ ଜ୍ଞାନ ଦଉଛନ୍ତି ଯେ ଆମର ଯୋଉ ଅସଲି ଘର, ସବୁ ଆତ୍ମାଙ୍କର ମୂଳ ଜାଗା, ସେଇଟା ହେଉଛି ଶାନ୍ତିଧାମ ବା ମୁକ୍ତିଧାମ। ଆଚ୍ଛା। ଏଇଟାକୁ ହିଁ ବାବା ଆଜି ଅମର ଲୋକ କହୁଛନ୍ତି। ତେଣୁ ଆମ କାମ ହେଲା ନିଜେ ସେ ଘରକୁ ଫେରିବା ବାଟ ଜାଣିବା ଆଉ ଅନ୍ୟ ସବୁ ଆତ୍ମାଙ୍କୁ ବି ସେଇ ବାଟ ଦେଖେଇବା। ଏଟା କିଛି ଦେହର ଯାତ୍ରା ନୁହେଁ, ଏଟା ଆତ୍ମାର ଯାତ୍ରା, ନିଜ ଘରକୁ ଫେରିବାର। ଆଚ୍ଛା, ମୁଁ ଦେଖେ ଅନେକ ଲୋକ ଅମର ଲୋକ କହିଲେ ସ୍ୱର୍ଗକୁ ବୁଝନ୍ତି, ଯୋଉଠି ଦେବତାମାନେ ରହନ୍ତି ବୋଲି ଭାବନ୍ତି। ତେବେ ଏଠି ବାବା କୋଉ ଅମର ଲୋକ କଥା କହୁଛନ୍ତି, ଶାନ୍ତିଧାମ ନା ସ୍ୱର୍ଗ? ବହୁତ ବଢ଼ିଆ ପ୍ରଶ୍ନ। ବାବା ଏଠି ଦୁଇଟା ଯାକ କଥା ସ୍ପଷ୍ଟ କରୁଛନ୍ତି। ଦେଖନ୍ତୁ, ଲୋକେ ଯାଆନ୍ତି ଅମରନାଥ ଯାତ୍ରା। ହେଲେ ସେଠି ତ ଖାଲି ଶିବଙ୍କର ପ୍ରତିମା ଅଛି, ନିଜେ ଶିବ ତ ନାହାନ୍ତି। ହଁ। ଆଉ ସ୍ୱର୍ଗକୁ ବି ଅମରପୁରୀ କୁହାଯାଏ, କାରଣ ସେଠି ଅକାଳରେ କେହି ମରନ୍ତିନି, ସମସ୍ତେ ବହୁତ ବର୍ଷ ବଞ୍ଚନ୍ତି। କିନ୍ତୁ ଆତ୍ମା ପାଇଁ, ପ୍ରକୃତ ଆଉ ସବୁଦିନ ପାଇଁ ଅମର ରହିବାର ଜାଗା ହେଉଛି ଅମରଲୋକ, ମାନେ ପରମଧାମ, ଶାନ୍ତିଧାମ। କୋହୋ। ହଁ, ସେଠିକି ହିଁ ବାବା ଆମ ସମସ୍ତଙ୍କୁ ନେଇକି ଯିବାକୁ ଆସିଛନ୍ତି। ପୁଣି ସେଠୁ ଆମେ ପବିତ୍ର ହେଇକି ନୂଆ ଦୁନିଆ ମାନେ ସ୍ୱର୍ଗକୁ ଆସିବୁ, ଶରୀର ନେବୁ। ସେଇଟା ବି ଗୋଟେ ପ୍ରକାର ଅମରପୁରୀ, ଦେହଧାରୀଙ୍କ ପାଇଁ। ଆଚ୍ଛା, ମାନେ ଆମର ଲକ୍ଷ୍ୟ ଦୁଇଟା ସ୍ତରରେ ଅଛି, ପ୍ରଥମେ ଶାନ୍ତିଧାମ, ତାପରେ ସ୍ୱର୍ଗ। ହେଲେ ଏଇ ଯୋଉ ପଥ ପ୍ରଦର୍ଶକ କାମଟା, ଏଇଟା କରିବା ବେଳେ ନିଶ୍ଚୟ କିଛି ଅସୁବିଧା ଆସୁଥିବ, ମାୟାର କିଛି ପ୍ରଭାବ ପଡୁଥିବ। ଏକଦମ ଏକଦମ। ବାବା ସେଇ କଥା ବି କହୁଛନ୍ତି। ଏଇ ଯୋଉ ସ୍ମୃତି ରହୁଛି ଯେ ଆମେ ଆତ୍ମା, ଆମେ ବାବାଙ୍କ ସନ୍ତାନ, ଆମକୁ ଘରକୁ ଯିବାର ଅଛି, ସ୍ୱର୍ଗ ବନେଇବାର ଅଛି। ମାୟାର ଯେତେବେଳେ ତୁଫାନ ଆସେ, ଏ ସ୍ମୃତି ଭୁଲିଯାଏ। ମନରେ ସନ୍ଦେହ ଆସେ, ଦେହ ଅଭିମାନ ବି ଆସିଯାଏ। ସେଥିପାଇଁ ତ ବାବା ଏତେ ଜୋର ଦଉଛନ୍ତି ସକାଳୁ ଉଠିକି ଆଉ ରାତିରେ ଶୋଇବା ଆଗରୁ ଏଇ ଚିନ୍ତନ କରିବାକୁ ଯେ ଆମେ ବାବାଙ୍କଠୁ କେତେ ବଡ଼ ଜିନିଷ ପାଉଛୁ, ଅମୂଲ୍ୟ ଜୀବନ ପାଇ ଅମୂଲ୍ୟ ରତ୍ନ ପାଉଛୁ। ଏ ଧାରଣାକୁ ପକ୍କା କରିବା ଦରକାର। ଠିକ୍। ତେବେ ଏଇ ଧାରଣାକୁ ପକ୍କା କରିବା ଆଉ ଅମରଲୋକ ଯିବା ପାଇଁ ଯୋଗ୍ୟ ହବାର ମୂଳ ଜିନିଷଟା କ'ଣ? ବାବା ପବିତ୍ରତା ଉପରେ ଏତେ ଗୁରୁତ୍ୱ ଦେଉଛନ୍ତି କାହିଁକି? ଦେଖନ୍ତୁ, ଏଇଟା ତ ସାଧାରଣ କଥା। ଆମେ ଯେମିତିକୁ ମନ୍ଦିର ଗଲାବେଳେ ଗାଧେଇ ପାଧେଇ ଶୁଦ୍ଧ ହେଇକି ଯାଉ, ସେମିତି ସେ ପରମ ପବିତ୍ର ଜାଗା ଶାନ୍ତିଧାମକୁ ପତିତ ଆତ୍ମା କେମିତି ଯିବେ? ଅପବିତ୍ର ଆତ୍ମା ଯାଇପାରିବେନି। ହଁ, ଠିକ୍। ଆଉ ବାବା ନିଜେ ହେଉଛନ୍ତି ଜ୍ଞାନର ସାଗର, ପବିତ୍ରତାର ସାଗର। ସେ ଆମକୁ ପବିତ୍ର କରିବା ପାଇଁ ତ ଆସିଛନ୍ତି। ଆଉ ସେଥିପାଇଁ ସେ ଆମକୁ ଗୋଟିଏ ମାତ୍ର ଶ୍ରେଷ୍ଠ ମତ ଦଉଛନ୍ତି, ଯାହାକୁ ଶ୍ରୀମତ କୁହାଯାଏ। ଆଚ୍ଛା, ସେ ଶ୍ରୀମତଟା କ'ଣ? କେମିତି ଆମେ ପବିତ୍ର ହେଇପାରିବା? ବାବାଙ୍କର ବହୁତ ସରଳ କିନ୍ତୁ ସବୁଠୁ ଶକ୍ତିଶାଳୀ ଶ୍ରୀମତ ହେଲା ମାମେକମ୍ ୟାଦ କର। ମାନେ ନିରନ୍ତର ଖାଲି ମୋତେ, ବାବାଙ୍କୁ ହିଁ ମନେ ପକାଅ, ତାହେଲେ ତୁମର ଯୋଉ ଜନ୍ମଜନ୍ମର ପାପକର୍ମ ଅଛି ସେ ସବୁ କଟିଯିବ। ଏଇ ଯୋଉ ସ୍ମୃତି, ଏଇଟାକୁ ହିଁ ଯୋଗ କୁହାଯାଉଛି। ଏଟା କିଛି ହାତ ଗୋଡ଼ ବଙ୍କା କରିବା କଥା ନୁହେଁ। ଏଟା ହେଲା ମନ ବୁଦ୍ଧିରେ ନିଜକୁ ଆତ୍ମା ଭାବି ବାବାଙ୍କ ସାଙ୍ଗରେ ସମ୍ବନ୍ଧ ଯୋଡ଼ିବା। ଏଇ ଯୋଗର ନାଁରେ ବସିଲେ ଯାଇ ଆମେ ଏ ଦୁଃଖର ସାଗର, ଏ ବିଷର ସାଗରରୁ ପାର ହୋଇକି
ପ୍ରଥମେ ଶିବପୁରୀ ବା ଶାନ୍ତିଧାମ ଆଉ ତାପରେ ବିଷ୍ଣୁପୁରୀ ବା ସ୍ୱର୍ଗକୁ ଯାଇପାରିବା। ଆଚ୍ଛା, ମାନେ ଆମେ ଯୋଉ ଏ ଜ୍ଞାନ ଶୁଣୁଛୁ, ଏ ପାଠ ପଢୁଛୁ, ଏହାର ମୂଳ ଉଦ୍ଦେଶ୍ୟ ହେଲା ପରଲୋକ ସୁଧାରିବା, ମାନେ ସ୍ୱର୍ଗ ପାଇବା ପାଇଁ ନିଜକୁ ତିଆରି କରିବା। ଏଇ ଏବେକାର ଜୀବନରେ କିଛି ସୁଖ ସୁବିଧା ପାଇବା ପାଇଁ ନୁହେଁ। ହଁ, ବାବା ଏକଦମ ସ୍ପଷ୍ଟ କରିଦେଉଛନ୍ତି। ଏଇଟା ସେମିତି କିଛି ସ୍କୁଲ କଲେଜ ପାଠ ନୁହେଁ ଯେ ପଢ଼ିଲେ ଏଇ ଜନ୍ମର ଚାକିରି ମିଳିବ କି ପଇସା ମିଳିବ। ନା, ଏ ପାଠପଢ଼ା ହେଉଛି ସେଠିକି ଯିବା ପାଇଁ, ସ୍ୱର୍ଗକୁ। ଏଇଠି ତ ଲୋକେ ଦେଖନ୍ତୁ, କିଛି ଦାନ ପୁଣ୍ୟ କଲେ, ହସ୍ପିଟାଲ କଲେ, ଧର୍ମଶାଳା କଲେ, ତ ପରଜନ୍ମରେ କିଛି ଦିନ ପାଇଁ ରାଜା କି ଧନୀ ହେଇଯିବେ। ବାବା ତ ଉଦାହରଣ ଦେଇଛନ୍ତି ସିନ୍ଧର ମୂଲଚନ୍ଦଙ୍କ କଥା। ସେ ବହୁତ ଦାନ କରୁଥିଲେ, ତ ରାଜା ଘରେ ଜନ୍ମ ନେଲେ। ଆଚ୍ଛା। କିନ୍ତୁ ବାବା ସାବଧାନ ବି କରାଉଛନ୍ତି ଯେ ଦାନଟା ବି ଦେଖି ଚାହିଁ କରିବା ଦରକାର, ଯୋଗ୍ୟ ପାତ୍ରକୁ। ଆଜିକାଲି ତ ବହୁତ ଠଗ ବି ଅଛନ୍ତି। ବାହାରେ ଯୋଉ ଭିକାରୀ ବସିଛନ୍ତି ତାଙ୍କୁ ଦେବାଟା ସେଟା ତ ଗୋଟେ ବିଜନେସ୍ ହେଇଗଲାନି। ହଁ, ସତ୍ୟ କଥା। କିନ୍ତୁ ଆମର ଏଇ ଯୋଉ ଜ୍ଞାନଦାନ ଆଉ ଯୋଗର ପୁରୁଷାର୍ଥ, ଏଇଟା ଆମକୁ 21 ଜନ୍ମ ପାଇଁ ଦୁନିଆର ମାଲିକ କରିଦେବ। ବାଃ, ଏଇଟା ତ ବହୁତ ବଡ଼ ଫରକ। କିଛି ଜନ୍ମର ଅସ୍ଥାୟୀ ସୁଖ ଆଉ 21 ଜନ୍ମର ପୁରା ବିଶ୍ୱ ମହାରାଜ୍ୟ। ଏଇ କଥାଟା ଯଦି ଠିକ୍ରେ ବୁଝି ହେଇଯାଏ, ତାହେଲେ ତ ଗୋଟେ ଅଲଗା ପ୍ରକାରର ନିଶା ଆସିବା କଥା। ମାନେ ଭିତରେ ଖୁସି ଆଉ ନିଶ୍ଚୟ ବି ଆସିବା କଥା, ଗୋଟେ ଦୃଢ଼ ବିଶ୍ୱାସ। ଏ ବିଷୟରେ ବାବା କ'ଣ କହୁଛନ୍ତି? ହଁ, ଆଜିର ମୁରଲୀରେ ପ୍ରଶ୍ନ ବି ଅଛି ସେଇଟା। ପିଲାମାନଙ୍କୁ କୋଉ ନିଶା ରହିବା ଦରକାର, ଆଉ ସେଇ ନିଶାରୁ କୋଉ ନିଶ୍ଚୟର କଥା କହିବା ଦରକାର। ବାବା କହୁଛନ୍ତି ଆମକୁ ଏଇ ନିଶା ରହିବା ଦରକାର ଯେ ଆମେ କାହାଠୁ ପଢ଼ୁଛୁ, ସ୍ୱୟଂ ଭଗବାନଙ୍କଠୁ। ତାଙ୍କୁ ମନେ ପକେଇକି ଆମେ ଜନ୍ମ ଜନ୍ମର ପାପ କାଟି ପବିତ୍ର ହଉଛୁ। ଏହାଠୁ ବଡ଼ ନିଶା ଆଉ କ'ଣ ଅଛି? ଆଉ ଏଇ ନିଶାରୁ ହିଁ ଆସିବ ଅଟଳ ନିଶ୍ଚୟ ଯେ ଯେତେ ଯାହା ହଉ, ଯେତେ ବାଧା ଆସୁ, ଯେତେ ମାୟାର ତୁଫାନ ଆସୁ, ସ୍ୱର୍ଗ ତ ସ୍ଥାପନ ହେଇକି ରହିବ। ଏ ପୁରୁଣା ଦୁଃଖୀ ଦୁନିଆର ବିନାଶ ଆଉ ନୂଆ ସୁଖୀ ଦୁନିଆର ସ୍ଥାପନା, ଏଇଟା ଡ୍ରାମାରେ ଫିକ୍ସ ଅଛି। ଏଥିରେ ଟିକେ ବି ସନ୍ଦେହ କରିବାର ନାହିଁ। ଆଚ୍ଛା, ଏଇ ଯୋଉ ସ୍ୱର୍ଗ କଥା କହିଲେ, ଯେମିତି ଫୁଲର ବଗିଚା ଆଉ ଏବେକାର ଦୁନିଆ ଯେମିତି କଣ୍ଟାର ଜଙ୍ଗଲ, ଏ ଦୁଇଟା ଭିତରେ ମୂଳ ଫରକଟା କ'ଣ? ବାବା ବହୁତ ସୁନ୍ଦର ଭାବରେ ବୁଝାଉଛନ୍ତି। ଏବେକାର ଦୁନିଆ ହେଲା କଳିଯୁଗ, ରାବଣ ରାଜ୍ୟ। ଏଠି ସବୁଆଡ଼େ 5ଟା ବିକାର କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର। ଏଇ ସବୁ କଣ୍ଟା ଭର୍ତ୍ତି। ହଁ। ହିଂସା, ପାପ, ଦୁଃଖ, ଅଶାନ୍ତି, ଏଇ ତ ଏହାର ପରିଚୟ। କିନ୍ତୁ ସତ୍ୟଯୁଗ ବା ସ୍ୱର୍ଗ ହେଲା ଫୁଲର ବଗିଚା। ସେଠି ରହନ୍ତି ଦେବୀ ଦେବତା। ସେମାନେ ପୁରା ନିର୍ବିକାରୀ, ଅହିଂସକ, ପରମ ପବିତ୍ର। ସେଠି ଦୁଃଖ ବୋଲି ଜିନିଷ ନାହିଁ। ରାବଣ ଯେତେବେଳେ ନାହିଁ, ସୀତାକୁ କିଏ ଚୋରି କରିବ? ଲୋକେ ଭାବନ୍ତି ସ୍ୱର୍ଗ କୋଉଠି ଉପରେ ଅଛି। ବାବା କହୁଛନ୍ତି ନା, ମୁକ୍ତିଧାମ, ଶାନ୍ତିଧାମ ଉପରେ ଅଛି। କିନ୍ତୁ ଜୀବନ ମୁକ୍ତି ବା ସ୍ୱର୍ଗ ଏଇ ପୃଥିବୀରେ ହିଁ ହେବ। ଏଇ କଥାଗୁଡ଼ାକୁ ବୁଦ୍ଧିରେ ଭଲ କରି ଧରିବାକୁ ହେବ, ମନ୍ଥନ କରିବାକୁ ହେବ। ବାଃ, ଏ ବୁଝାମଣା ତ ସତରେ ଦୃଷ୍ଟିକୋଣ ବଦଳେଇ ଦଉଛି। ତାହେଲେ ଏତେ ବଡ଼ ଲକ୍ଷ୍ୟ ପାଇଁ ନିଜକୁ ତିଆରି କରିବାକୁ ହେଲେ ଆମକୁ ନିଜକୁ କେମିତି ଦେଖିବା କଥା? ଆତ୍ମା ଅଭିମାନୀ ସ୍ଥିତିର ଏତେ ମହତ୍ୱ କାହିଁକି? ଏଇଟା ହେଉଛି ସବୁଠୁ ମୂଳ କଥା ଆଉ ସବୁଠୁ ଜରୁରୀ କଥା। ବାବା କହୁଛନ୍ତି ପ୍ରଥମେ ନିଜକୁ ଦେହ ଭାବିବା ବନ୍ଧ, ନିଜକୁ ଆତ୍ମା ଭାବିବାକୁ ହେବ। ମୁଁ ଗୋଟେ ଚୈତନ୍ୟ ଶକ୍ତି, ଏଇ ଶରୀରଟା ମୋର ଗାଡ଼ି। ଯେମିତି ଜଣେ ସାଧାରଣ ଲୋକ ପାଠ ପଢ଼ି, ପରିଶ୍ରମ କରି ବ୍ୟାରିଷ୍ଟର ହେଉଛି କି ଗଭର୍ଣ୍ଣର ହେଉଛି, ସେମିତି ଆମେ ଆତ୍ମାମାନେ ଏଇ ସଙ୍ଗମ ଯୁଗରେ ବାବାଙ୍କଠୁ ଜ୍ଞାନ ନେଇ ପୁରୁଷାର୍ଥ କରି ସାଧାରଣ ମଣିଷରୁ ଦେବତା ହେଉଛୁ, ଦୁନିଆର ମାଲିକ ହେଉଛୁ। ଏଇ ଆତ୍ମା ଅଭିମାନୀ ସ୍ଥିତିରେ ରହିଲେ ଯାଇ ଆମେ ଦେହର ଭ୍ରମରୁ, ବିକାରରୁ ବଞ୍ଚିପାରିବା। କିନ୍ତୁ ଗୋଟେ କଥା ମନକୁ ଆସୁଛି, ଦେବତାମାନେ ତ ସେଠି ନିଜକୁ ଆତ୍ମା ବୋଲି ମନେ ପକାନ୍ତିନି। ସେମାନେ ତ ସହଜରେ ଦେବୀ ଦେବତା ହେଇ ରହନ୍ତି। ଆମକୁ କାହିଁକି ଏତେ ଚେଷ୍ଟା କରିବାକୁ ପଡୁଛି? କାରଣ ଦେବତାମାନେ ମୂଳରୁ ହିଁ ପବିତ୍ର। ସେମାନେ ସତ୍ୟଯୁଗରେ ଅଛନ୍ତି। ସେମାନେ ଆମର ଏଇ ସଙ୍ଗମ ଯୁଗର ପୁରୁଷାର୍ଥର ଫଳସ୍ୱରୂପ ସେଠି ସ୍ୱର୍ଗର ସୁଖ ଭୋଗ କରୁଛନ୍ତି। ଆଚ୍ଛା। ତାଙ୍କୁ ଆଉ ବାବାଙ୍କୁ ମନେ ପକାଇବାର ଦରକାର ନାହିଁ, କାରଣ ସେମାନେ ପବିତ୍ର ଅଛନ୍ତି। ଆମେ ଏବେ କଳିଯୁଗ ଶେଷରେ ଅଛୁ, ଅପବିତ୍ର ହେଇଯାଇଛୁ, ପତିତ ହେଇଯାଇଛୁ। ସେଥିପାଇଁ ଆମକୁ ପୁଣି ପବିତ୍ର ହେବା ପାଇଁ ବାବାଙ୍କୁ ମନେ ପକାଇବାକୁ ପଡ଼ୁଛି, ପୁରୁଷାର୍ଥ କରିବାକୁ ପଡ଼ୁଛି। ଯେତେବେଳେ ଆମେ ପବିତ୍ର ହେଇଯିବା, ସ୍ୱର୍ଗରେ ଆମକୁ ବି ଏସବୁ କରିବାକୁ ପଡ଼ିବନି। ବୁଝିଲି ଏବେ। ତାହେଲେ ଏଇ ଆତ୍ମା ଅଭିମାନୀ ସ୍ଥିତିରେ ରହି ପୁରୁଷାର୍ଥ କରିବା ସହିତ
ଆମର ଯୋଉ ଦୈନନ୍ଦିନ ଜୀବନ ଅଛି କାମ ଦାମ ବେପାର ପରିବାର ଏସବୁକୁ କେମିତି ସମ୍ଭାଳିବା ଏହାକୁ ପ୍ରାକ୍ଟିକାଲ କେମିତି କରିବା। ବାବା ଏଥିପାଇଁ ବି ବହୁତ ସୁନ୍ଦର ବାଟ ବତାଉଛନ୍ତି। ସେ କହୁଛନ୍ତି ଏଇଟା ଗୋଟେ ଅନାଦି ଅବିନାଶୀ ଡ୍ରାମା। ହଁ ପ୍ରତି ସେକେଣ୍ଡରେ ଏହା ବଦଳୁଛି। ତେଣୁ ଜୀବନରେ ଯାହା ବି ପରିସ୍ଥିତି ଆସୁଛି ସେଇଟା ଡ୍ରାମାର ଗୋଟେ ସିନ୍। ତାକୁ ଦେଖି ହାରିଯିବାର ନାହିଁ। ବାବାଙ୍କ ଭାଷାରେ ହାର୍ଟ ଫେଲିୟର ହେବାର ନାହିଁ। ନିଜର ଯାହା କାମ ଅଛି, ବ୍ୟାପାର ଅଛି, ଚାକିରି ଅଛି, ପରିବାରର ଦାୟିତ୍ୱ ଅଛି, ସବୁ ସମ୍ଭାଳିବାକୁ ହେବ। କିନ୍ତୁ ତା ସାଙ୍ଗରେ ବୁଦ୍ଧିରେ ଏଇ ଲକ୍ଷ୍ୟ ରଖିବାକୁ ହେବ ଯେ ମୋତେ ଭବିଷ୍ୟତରେ ସବୁଠୁ ଉଚ୍ଚ ପଦ ପାଇବାର ଅଛି। ସେଥିପାଇଁ ପୁରା ପୁରୁଷାର୍ଥ କରିବାର ଅଛି। ଆଚ୍ଛା ଘରେ ରହି ପରିବାର ସାଙ୍ଗରେ ରହି ବି ପଦ୍ମଫୁଲ ପରି ପବିତ୍ର ରହି ଏଇ ପୁରୁଷାର୍ଥ କରିବାକୁ ହେବ। ବାବା ଦେଖନ୍ତୁ, କୁମାରୀମାନଙ୍କ ପାଇଁ ଯେଉଁମାନେ ଜନ୍ମରୁ ପବିତ୍ର, ଅର୍ଦ୍ଧକୁମାରୀମାନଙ୍କ ପାଇଁ ଯେଉଁମାନେ ପତିତ ହେଲା ପରେ ପୁଣି ପବିତ୍ର ହେଉଛନ୍ତି, ଆଉ ଗୃହସ୍ଥୀମାନଙ୍କ ପାଇଁ ସମସ୍ତଙ୍କ ପାଇଁ ଏକା ଶିକ୍ଷା ଦେଉଛନ୍ତି। ଏ ଅର୍ଦ୍ଧକୁମାରୀ ଶବ୍ଦଟା ଟିକେ ନୂଆ ଲାଗୁଛି। ଏହାର ଅର୍ଥ କ'ଣ? ହଁ, ବାବା ଏଟାକୁ ସ୍ପଷ୍ଟ କରୁଛନ୍ତି। ଲୋକେ ବୁଝନ୍ତିନି ଏହାର ମାନେ, ଭାବନ୍ତି କ'ଣ ଅର୍ଦ୍ଧ ଶରୀର କି? କିନ୍ତୁ ବାବା କହୁଛନ୍ତି ଏହାର ଅର୍ଥ ହେଲା ଯେଉଁମାନେ ଆଗରୁ ଗୃହସ୍ଥ ଜୀବନରେ ଥିଲେ, ମାନେ ଅପବିତ୍ର ହୋଇଥିଲେ, କିନ୍ତୁ ଏବେ ବାବାଙ୍କ ଜ୍ଞାନ ପାଇଁ ପୁଣି ପବିତ୍ରତାର ପ୍ରତିଜ୍ଞା ନେଇଛନ୍ତି। ସେମାନେ ହେଲେ ଅର୍ଦ୍ଧକୁମାର ବା ଅର୍ଦ୍ଧକୁମାରୀ। ଓହୋ ବୁଝିଲି। ତେବେ ଏଇ ଯୋଉ ପୁରୁଷାର୍ଥ କଥା ଆମେ କହୁଛେ ଏହାର ପ୍ରକୃତ ମୂଲ୍ୟ ବା ମହତ୍ତ୍ୱ କେତେ? କାରଣ ଆଜିକାଲି ଦୁନିଆରେ ତ ଲୋକେ ପଇସାପତ୍ର ପଦପ୍ରତିଷ୍ଠାକୁ ହିଁ ବେଶୀ ଗୁରୁତ୍ୱ ଦେଉଛନ୍ତି। ବାବା କହୁଛନ୍ତି ଏଇ ପୁରୁଷାର୍ଥର ମହତ୍ତ୍ୱ ଅପାର। ଏଇ ଯୋଉ ସଙ୍ଗମ ଯୁଗର ଛୋଟିଲା ସମୟ, ଏହି ସମୟରେ ଯିଏ ମାୟାକୁ ଜିତିଲା ସେହି ହେଲା ଅସଲି ହିରୋ କି ହିରୋଇନ୍। ଆମର ଏଇ ଯୋଉ ପାର୍ଟ ଏଇଟା ପୁରା କଳ୍ପ ଭିତରେ ସବୁଠୁ ଶ୍ରେଷ୍ଠ। ବାକି ଯେତେ ସବୁ ଧନ ସମ୍ପତ୍ତି ଅଛି, କିଏ କୋଟିପତି ହଉ କି ଅରବପତି, ସେସବୁ ମାଟିରେ ମିଶିଯିବ, ବିନାଶ ହେଇଯିବ। ସେସବୁ କଉଡ଼ି ସମାନ। ଆଚ୍ଛା ଅସଲି ଧନ୍ଦମାନ ତ ଆମେ ଆତ୍ମାମାନେ ହଉଛୁ। କାରଣ ଆମେ ଅବିନାଶୀ ଜ୍ଞାନରତ୍ନ ଏକାଠି କରୁଛୁ ଆଉ 21 ଜନ୍ମର ବାଦଶାହୀର ସମ୍ପତ୍ତି ଜମା କରୁଛୁ। ବାକି ସମସ୍ତେ ଏହି ଅବିନାଶୀ ସମ୍ପତ୍ତି ହିସାବରେ ଦେଖିଲେ ଦେୱାଳିଆ। ଏହି ନିଶା ଆଉ ନିଶ୍ଚୟରେ ରହି ପୁରୁଷାର୍ଥ କରିବାକୁ ହେବ। ବାଃ, ଏଇଟା ସତରେ ଏକ ବହୁତ ଉଚ୍ଚ ସ୍ଥିତିର ଅନୁଭୂତି। ଏହି ଜ୍ଞାନକୁ ନିଜ ଭିତରେ ଧାରଣ କରିବାକୁ ହେଲେ ଆଉ ଏ ଉଚ୍ଚ ସ୍ଥିତିରେ ରହିବାକୁ ହେଲେ ଜ୍ଞାନ ମନ୍ଥନ କରିବାକୁ ପଡ଼ିବ ନିଶ୍ଚୟ। ତା ସହିତ ଆମେ ଅନ୍ୟମାନଙ୍କୁ ଏହି ରାସ୍ତା ଦେଖେଇବା ପାଇଁ, ମାନେ ସେବା କେମିତି କରିବା। ବାବା ଏଥିପାଇଁ ବି କିଛି ପ୍ରାକ୍ଟିକାଲ କଥା କହୁଛନ୍ତି। ପ୍ରଥମେ ନିଜ ପାଇଁ ଯେତେ ବି କାମଦାମ ଥାଉ, ତା ଭିତରୁ ସମୟ ବାହାର କରି ବାବାଙ୍କୁ ମନେ ପକାଇବାର ଅଭ୍ୟାସ କରିବା। ଏଇଟାକୁ ଗୋଟେ ଭଲ ବିଜନେସ୍ ଭଳି ଭାବିବାକୁ କହୁଛନ୍ତି। କାରଣ ଏଥିରେ ଭବିଷ୍ୟତ 21 ଜନ୍ମ ପାଇଁ କେତେ ଲାଭ ମିଳିବ। ଏପରିକି ଦରକାର ପଡ଼ିଲେ ଛୁଟି ନେଇକି ବି ମନେ ପକାଅ ବୋଲି କହୁଛନ୍ତି। ଆଉ ଦ୍ୱିତୀୟରେ ସେବା ପାଇଁ ଦେଖନ୍ତୁ, ବାବା ଯେମିତି ଆମକୁ ଦୁନିଆର ମାଲିକ ହେବାର ଏତେ ବଡ଼ ପରାମର୍ଶ ଦେଉଛନ୍ତି, ଆମେ ବି ସେମିତି ଅନ୍ୟମାନଙ୍କୁ ପରାମର୍ଶ ଦେବା। ଆମେ ହେଲୁ ବାବାଙ୍କ ତରଫରୁ ଆଡଭାଇଜର। କେମିତି ପରାମର୍ଶ ଦେବା, କ'ଣ କହିବା ତାଙ୍କୁ? ସମସ୍ତଙ୍କୁ ମୁକ୍ତି ମାନେ ଶାନ୍ତିଧାମ ଆଉ ଜୀବନ ମୁକ୍ତି ମାନେ ସ୍ୱର୍ଗର ବାଟ ଦେଖେଇବା। ଯେମିତି ଲୋକେ କାନ୍ଥରେ ଏଣୁତେଣୁ ସ୍ଲୋଗାନ ଲେଖନ୍ତି, ଆମେ ବି ଲେଖିପାରିବା ପବିତ୍ର ହୁଅ ଏବଂ ରାଜଯୋଗୀ ହୁଅ। ଆଚ୍ଛା ଯଦିଓ ଲୋକେ ହୁଏତ ହଠାତ୍ ଏହାର ଗଭୀରତା ବୁଝିବେନି, କିନ୍ତୁ ବୁଝେଇବାକୁ ହେବ ଯେ ଭାଇ, ପବିତ୍ର ନ ହେଲେ ମୁକ୍ତି ବା ସଦ୍ଗତି ମିଳିବନି। ଆଉ ପବିତ୍ର କରାଇବାର ଶକ୍ତି କାହା ପାଖରେ ଅଛି? କେବଳ ପରମପିତା ଶିବଙ୍କ ପାଖରେ। ତାଙ୍କ ଶ୍ରୀମତରେ ଚାଲିଲେ ଯାଇ ଏଇଟା ସମ୍ଭବ। ଆଉ ଏ କଥା ବି ସ୍ପଷ୍ଟ କରିବା ଯେ ପାପ କିଏ କରେ, ପୁଣ୍ୟ କିଏ କରେ? ଆତ୍ମା ହିଁ ତ କରେ। ସେଥିପାଇଁ ତ ପାପୀ ଆତ୍ମା, ପୁଣ୍ୟ ଆତ୍ମା କହୁଛନ୍ତି। ପାପୀ ଶରୀର ତ କିଏ କହୁନି, ଶରୀରଟା ତ ଗୋଟେ ଯନ୍ତ୍ର। ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ କଥା। ହେଲେ ଏହି ଜ୍ଞାନକୁ ବିଶେଷ କରି ଯେଉଁମାନେ ନିଜକୁ ବହୁତ ପାଠୁଆ ଭାବନ୍ତି, ଯେମିତି ଧରନ୍ତୁ ଶିକ୍ଷକ ବା ପ୍ରଫେସର, ତାଙ୍କ ପାଖକୁ କେମିତି ନେଇକି ଯିବା? ସେମାନେ ତ ସହଜରେ ଶୁଣିବେନି। ହଁ, ବାବା କହୁଛନ୍ତି ବହୁତ କୌଶଳରେ ବୁଝେଇବାକୁ ହେବ। ପ୍ରଥମେ ତ ନିଜେ ଜ୍ଞାନ ମନ୍ଥନ କରି ଶକ୍ତିଶାଳୀ ହେବା ଦରକାର। ତାପରେ ତାଙ୍କୁ ଯୁକ୍ତି ଦେଇ ପଚାରିବାକୁ ହେବ ଯେ ଆଜ୍ଞା, ଆପଣ ଯେଉଁ ପାଠ ପଢ଼ଉଛନ୍ତି ସେଥିରୁ ମିଳୁଛି କ'ଣ? କିଛି ବର୍ଷ ଚାକିରି କରି ପଇସା ମିଳିବ, ତାପରେ ତ ସବୁ ଖତମ, ବିନାଶ ତ ଆଗରେ। ଆସନ୍ତୁ, ଆମେ ଆପଣଙ୍କୁ ଗୋଟେ ଏମିତି ପାଠ ପଢ଼ଉଛୁ ଯାହା ଅନେକ ଜନ୍ମ କାମ ଦେବ। ମଣିଷମାନଙ୍କୁ ଏହି ସତବାଟ ଦେଖେଇବାର ଗୋଟେ ଉତ୍ସାହ ରହିବା ଦରକାର ଭିତରେ। ଏହି ପ୍ରସଙ୍ଗରେ ବାବା ଗୋଟେ ବହୁତ ମଜାଦାର ଉଦାହରଣ ବି ଦେଇଛନ୍ତି। ଜଣେ ଛୋଟ ଝିଅ, ତା ପରୀକ୍ଷାରେ ପ୍ରଶ୍ନ ଆସିଲା, ଗୀତାର ଭଗବାନ କିଏ? ସେ ସାହସ କରି ଲେଖିଦେଲା ଶିବ। ଆରେ ବାଃ। ହଁ, ହେଲେ ଟିଚରମାନେ ତାକୁ ଫେଲ୍ କରିଦେଲେ।
କିନ୍ତୁ ସେ ଝିଅ ଜାଣିଥିଲା ସେ ସତ ଲେଖିଛି, ବାବାଙ୍କର ମହିମା ଲେଖିଛି। ସେ ଘରକୁ ଆସି କହିଲା, ମୁଁ ଆଉ ଏ ମିଛ ପାଠ ପଢ଼ିବିନି, ମୁଁ ଏବେ ଏଇ ସତବାଲା ଆଧ୍ୟାତ୍ମିକ ପାଠ ପଢ଼ିବି। ବହୁତ ସାହସୀ ଝିଅ ତ। ହଁ, ବାବା ତାକୁ ବହୁତ ପ୍ରଶଂସା କରୁଛନ୍ତି ଆଉ କହୁଛନ୍ତି, ଦେଖିବ ସମୟ ଆସିବ ଯେତେବେଳେ ଲୋକେ ବୁଝିବେ ଯେ ସେ ଝିଅ ଠିକ୍ ଲେଖିଥିଲା। ଯେତେବେଳେ ଆମର ପ୍ରଭାବ ବଢ଼ିବ, ଲୋକେ ଆମ ପ୍ରଦର୍ଶନୀ ଦେଖିବେ, ମ୍ୟୁଜିୟମ୍ ଆସିବେ, ସେତେବେଳେ ସତଟା ଜାଣିବେ। ବାସ୍ତବିକ ଏହା ସତ୍ୟ ପାଇଁ ଦୃଢ଼ ରହିବାର ଏକ ବହୁତ ବଡ଼ ପ୍ରେରଣା। ତେବେ ବର୍ତ୍ତମାନ ସମୟର ଯେଉଁ ଅବସ୍ଥା ଆମେ ଦେଖୁଛେ, ଚାରିଆଡ଼େ ଏତେ ଦୁଃଖ, କଳି, ଝଗଡ଼ା, ଏମିତି ସମୟରେ ଏ ସେବାର ଆବଶ୍ୟକତା କେତେ ବେଶୀ? ବାବା ସେଇଆ ତ କହୁଛନ୍ତି। ଦେଖ ତ ଦୁନିଆର ଅବସ୍ଥା। ଗରିବ ଲୋକେ କେତେ ଦୁଃଖରେ ଅଛନ୍ତି। ଘରେ ଘରେ କଳି ଲାଗିଛି, ଦେଶ ଦେଶ ଭିତରେ ଶତ୍ରୁତା ବଢ଼ି ଚାଲିଛି, ମଣିଷ ମଣିଷକୁ ମାରି ଦେଉଛି। ଏମାନଙ୍କର ଦୁଃଖ କେମିତି ଦୂର ହେବ? ଏଥିପାଇଁ ଆମକୁ ଏହି ଆଧ୍ୟାତ୍ମିକ ସେବା କରିବାକୁ ହିଁ ପଡ଼ିବ। ଆମକୁ ଚିନ୍ତା କରିବାକୁ ହେବ କେମିତି ଲୋକମାନେ ଶୀଘ୍ର ବୁଝିବେ ଯେ ଏଇଟା ଗୋଟେ ନୂଆ ଆଉ ସତ କଥା। ଯେଉଁ ଆତ୍ମାମାନଙ୍କର ଏହି ଜ୍ଞାନ ନେବାର ଅଛି, ସେମାନେ ନିଶ୍ଚୟ ଆସିବେ, ଆକର୍ଷିତ ହେବେ। ଏଠି ଆଉ ଗୋଟେ କଥା ମନକୁ ଆସୁଛି, ଯେଉଁମାନେ ବେଶୀ ପାଠ ପଢ଼ିନାହାନ୍ତି, ଅଶିକ୍ଷିତ, ସେମାନେ କେମିତି ଏତେ ଗଭୀର ଜ୍ଞାନ ବୁଝାଇବେ କି ସେବା କରିବେ? ବାବା ତ ଉଲ୍ଟା ତାଙ୍କ ପାଇଁ ଖୁସି ହେଇ କହୁଛନ୍ତି, ଭଲ ହେଇଛି ଯେ ପଢ଼ିନାହାନ୍ତି। ଆଚ୍ଛା। ହଁ, କାରଣ ଏପର୍ଯ୍ୟନ୍ତ ଦୁନିଆରେ ଯାହା ସବୁ ବେଦ, ଶାସ୍ତ୍ର, ଗ୍ରନ୍ଥ ପଢ଼ିଛ, ସେଥିରେ ତ ଖାଲି ଭୁଲ ଭଟକା କଥା ଭର୍ତ୍ତି। ସେ ସବୁକୁ ଆଗ ବୁଦ୍ଧିରୁ କାଢ଼ିଦିଅ। ଏବେ ମୁଁ ଯାହା କହୁଛି ଖାଲି ସେତିକି ଶୁଣ ଆଉ ଧାରଣ କର। ତାଙ୍କ ପାଇଁ ସେବା ଆହୁରି ସହଜ। ସେମାନେ ସରଳ ଭାଷାରେ ଏତିକି ତ କହିପାରିବେ ଯେ ଆମ ସମସ୍ତଙ୍କର ବାପା ହେଉଛନ୍ତି ସେଇ ନିରାକାର ପରମାତ୍ମା ଶିବ, ଆଉ ତାଙ୍କୁ ଛାଡ଼ିଦେଲେ ଆଉ କେହି ଆମକୁ ସଦ୍ଗତି ଦେଇପାରିବେନି, ମୁକ୍ତି ଦେଇପାରିବେନି। କାରଣ ସଦ୍ଗତି ଦାତା, ଜ୍ଞାନ ସାଗର ତ ଜଣେ ହିଁ ଅଛନ୍ତି। ଯାହା ପାଖରେ ନିଜେ ଜ୍ଞାନ ନାହିଁ, ସେ ଆଉ କଣ ସଦ୍ଗତି ଦେବ? ବହୁତ ସ୍ପଷ୍ଟ ଆଉ ସରଳ କଥା। ତାହେଲେ ଆଜିର ଏ ପୁରା ଆଲୋଚନାରୁ ଆମେ ଧାରଣା କରିବା ପାଇଁ ଯଦି ଦୁଇଟା ମୁଖ୍ୟ ପଏଣ୍ଟ ବାହାର କରିବା, ତେବେ ସେଗୁଡ଼ିକ କ'ଣ ହେବ? ହଁ, ବାବା ଆଜି ଧାରଣା ପାଇଁ ଦୁଇଟି ମୁଖ୍ୟ ବିନ୍ଦୁ ଦେଇଛନ୍ତି। ପ୍ରଥମଟି ହେଲା, ନିଜର ଭବିଷ୍ୟତ ଉଚ୍ଚ ପଦ ପାଇବା ପାଇଁ ନିଜର ଯାହା ବି ଦୈନନ୍ଦିନ କାମ ଅଛି, ବେପାର, ଚାକିରି, ପରିବାର, ସବୁ ସମ୍ଭାଳିବା ସାଙ୍ଗକୁ ବାବାଙ୍କ ସ୍ମୃତିରେ ରହିବାର ପୁରା ପୁରୁଷାର୍ଥ କରିବା। ଡ୍ରାମାର କୌଣସି ବି ସିନ୍ ଦେଖି କେବେ ବି ହାର ମାନିବାର ନାହିଁ କି ନିରାଶ ହେବାର ନାହିଁ। ହଁ, ଏଇଟା ବହୁତ ଜରୁରୀ। ଆଉ ଦ୍ୱିତୀୟଟି ହେଲା, ଏଇ ଯେଉଁ ଆଧ୍ୟାତ୍ମିକ ପାଠପଢ଼ା, ଏହାକୁ ନିଜେ ଗଭୀର ଭାବରେ ପଢ଼ିବା ଆଉ ସେବା ଭାବରେ ଅନ୍ୟମାନଙ୍କୁ ବି ପଢ଼ିବା। ସମସ୍ତଙ୍କର ଭଲ ହଉ ଏଇ ଭାବନା ରଖିବା, ଅନ୍ୟମାନଙ୍କୁ ପବିତ୍ର ହେବାର ସତ୍ୟ ପରାମର୍ଶ ଦେବା, ଆଉ ସମସ୍ତଙ୍କୁ ନିଜ ଅସଲି ଘର, ପରମଧାମ ଫେରିଯିବାର ବାଟ ଦେଖାଇବାର ଉତ୍ସାହ ମନରେ ରଖିବା। ବାସ୍ତବରେ ଏଇ ଦୁଇଟା ପଏଣ୍ଟ ଆମ ପୁରୁଷାର୍ଥର ବାଟକୁ ପୁରା ସ୍ପଷ୍ଟ କରିଦେଉଛି। ଏବେ ଆସନ୍ତୁ ଆଜିର ବରଦାନ, ସ୍ଲୋଗାନ ଆଉ ଅବ୍ୟକ୍ତ ସଂକେତ କ'ଣ ଅଛି ଶୁଣିବା। ନିଶ୍ଚୟ। ଆଜିର ବରଦାନ ହେଉଛି, ସବୁ ସମ୍ବନ୍ଧର ସହଯୋଗ ଅନୁଭବ କରି ସହଜ ଓ ନିରନ୍ତର ଯୋଗୀ ହୁଆ। ଏହାର ଅର୍ଥ? ଏହାର ମାନେ ହେଲା, ବାବାଙ୍କୁ ଖାଲି ବାପା ବୋଲି ନୁହେଁ, ବରଂ ସାଥୀ, ବନ୍ଧୁ, ଟିଚର, ସଦ୍ଗୁରୁ, ଏମିତି ସବୁ ସମ୍ବନ୍ଧରେ ଅନୁଭବ କରି ତାଙ୍କଠୁ ସେଇ ସମ୍ବନ୍ଧର ସାହାଯ୍ୟ ନେବା। ଏଇଟା ହେଉଛି ସହଜ ଯୋଗ। ଯେତେବେଳେ ଆମେ ବାବାଙ୍କ ସହିତ ସବୁ ସମ୍ବନ୍ଧର ସୁଖ ଆଉ ଅନୁଭବରେ ମଗ୍ନ ରହିବା, ସେତେବେଳେ ଏଇ ପୁରୁଣା ଦୁନିଆର ବାତାବରଣରୁ ସହଜରେ ଦୂରରେ ରହିପାରିବା, ଆଉ ଆମ ଯୋଗ ବି ନିରନ୍ତର ଆଉ ସହଜ ହେଇଯିବ। କେତେ ସୁନ୍ଦର ଭାବରେ ସହଜ ଯୋଗର ଉପାୟ ବତେଇ ଦିଆଯାଇଛି। ଆଉ ଆଜିର ସ୍ଲୋଗାନ? ଆଜିର ସ୍ଲୋଗାନଟି ହେଉଛି, ସର୍ବଶକ୍ତିରେ ସମ୍ପନ୍ନ ରହିବା, ଏହା ବ୍ରାହ୍ମଣ ସ୍ୱରୂପର ବିଶେଷତା। ମାନେ ଆମେ ଯେଉଁ ବ୍ରାହ୍ମଣ ଜୀବନ ପାଇଛେ, ତାର ପରିଚୟ ହିଁ ହେଉଛି ଯେ ଆମେ ସର୍ବଶକ୍ତିମାନ ବାବାଙ୍କଠୁ ସବୁ ଶକ୍ତି ନେଇ ସମ୍ପନ୍ନ ହୋଇକି ରହିବା। ଠିକ୍। ଏବଂ ଅବ୍ୟକ୍ତ ସଂକେତ କ'ଣ ଇସାରା ଦଉଛି? ଅବ୍ୟକ୍ତ ସଂକେତ କହୁଛି, ଏବେ ସ୍ନେହର ଅଗ୍ନି ପ୍ରଜ୍ୱଳିତ କରି ନିଜ ଯୋଗକୁ ଜ୍ୱାଳାମୁଖୀ କର। ଜ୍ୱାଳାମୁଖୀ ଯୋଗ? ହଁ, ଏହାର ମାନେ ହେଲା, ଆମର ଯୋଗ ବା ତପସ୍ୟା ଏତେ ପାୱାରଫୁଲ୍ ହେବା ଦରକାର ଯେମିତି ଗୋଟେ ଜ୍ୱାଳାମୁଖୀ ପାହାଡ଼ ଭଳି, ଯେଉଁଥିରୁ ଶାନ୍ତି ଆଉ ଶକ୍ତିର କିରଣ ଚାରିଆଡ଼କୁ ବିଛୁରିତ ହେବ। ଯେମିତି ସୂର୍ଯ୍ୟ ସମସ୍ତଙ୍କୁ ଆଲୁଅ ଦିଏ, ସେମିତି ମହାନ ତପସ୍ୱୀ ଆତ୍ମାମାନେ ନିଜ ଶକ୍ତିଶାଳୀ ସ୍ମୃତି ଦ୍ୱାରା ଅନ୍ୟମାନଙ୍କୁ ପ୍ରାପ୍ତିର ଅନୁଭବ କରାନ୍ତି।
ଆମ ଯୋଗଟା ଖାଲି ନିଜ ପାଇଁ ନୁହେଁ, ପୁରା ଦୁନିଆର ସେବା ପାଇଁ ହବା ଦରକାର। ଜ୍ୱାଳାମୁଖୀ ଯୋଗ ଏଇଟା ସତରେ ଗୋଟେ ବହୁତ ଗଭୀର ଚିନ୍ତନ ଆଉ ଅଭ୍ୟାସର ବିଷୟ। ଆଜିର ଏ ଆଲୋଚନା ବାସ୍ତବରେ ବହୁତ ପ୍ରେରଣା ଦେଲା ଆଉ ବାଟ ଦେଖେଇଲା। ନିଶ୍ଚୟ। ଏବେ ଆସନ୍ତୁ ବାପା ଦାଦାଙ୍କ ସ୍ନେହଭରା ସ୍ମୃତି ଶୁଣିବା। ମାତା ପିତା ବାପା ଦାଦାଙ୍କର ମଧୁର, ସ୍ନେହୀ, ବହୁକାଳରୁ ହଜିଯାଇ ପୁଣି ମିଳିଥିବା ସନ୍ତାନମାନଙ୍କୁ ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ। ଆଧ୍ୟାତ୍ମିକ ପିତାଙ୍କର ଆଧ୍ୟାତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମର ସମସ୍ତ ଆଧ୍ୟାତ୍ମିକ ସନ୍ତାନମାନଙ୍କ ତରଫରୁ ବି ଆମର ପରମ ପ୍ରିୟ ଆଧ୍ୟାତ୍ମିକ ମାତାପିତା ବାପା ଦାଦାଙ୍କୁ ହୃଦୟରୁ ବହୁତ ବହୁତ ସ୍ନେହ, ସୁମନ, ସୁପ୍ରଭାତ ଏବଂ ନମସ୍ତେ। ଆମ ଶ୍ରୋତାମାନଙ୍କୁ ଅନୁରୋଧ, ଯଦି ଆପଣମାନଙ୍କୁ ଆଜିର ଏ ଆଲୋଚନା ଭଲ ଲାଗିଲା ଆଉ କିଛି ଶିଖିବାକୁ ମିଳିଲା, ତେବେ କମେଣ୍ଟ ବକ୍ସରେ ଓମ୍ ଶାନ୍ତି ଲେଖି ନିଜର ଅନୁଭବ ନିଶ୍ଚୟ ଜଣାନ୍ତୁ। ଏବଂ ହଁ, ଏଇ ଯୋଉ ଅମୂଲ୍ୟ ଜ୍ଞାନ, ଏହାକୁ ଖାଲି ନିଜ ପାଖରେ ରଖନ୍ତୁନି। ନିଜ ସାଙ୍ଗସାଥୀ, ପରିବାର ଲୋକଙ୍କ ସହିତ ନିଶ୍ଚୟ ସେୟାର କରନ୍ତୁ। ଯେତେ ବେଶୀ ଆତ୍ମାଙ୍କ ପାଖରେ ଏ ଶାନ୍ତି ଆଉ ଖୁସିର ଖବର ପହଞ୍ଚିବ, ସେତେ ଆପଣଙ୍କୁ ବି ବାବାଙ୍କର ଅମୂଲ୍ୟ ଆଶୀର୍ବାଦ ମିଳିବ। ଆଜିର ଏ ଆଲୋଚନାରୁ ଗୋଟେ କଥା ମନରେ ଆସୁଛି, ଯଦି ବାବା କହୁଛନ୍ତି ଯେ ଏଇ ଅବିନାଶୀ ଜ୍ଞାନ ହିଁ ଆମର ଅସଲି ଧନ, ତାହେଲେ ଆମେ ପ୍ରତିଦିନ ଆମର ଯୋଉ ସମୟ ଆଉ ଶକ୍ତି ଅଛି, ସେ ପୁଞ୍ଜିକୁ କେତେ ପରିମାଣରେ ଏଇ ଅସଲି ଧନ କମେଇବାରେ ଲଗଉଛୁ। ଏଇଟା ଆମ ସମସ୍ତଙ୍କ ପାଇଁ ଟିକେ ଭାବିବାର କଥା। ପୁଣି ଏକ ନୂଆ ମୁରଲୀର ଗଭୀର ମନ୍ଥନ ସହିତ ଖୁବ୍ ଶୀଘ୍ର ଭେଟିବା। ଓମ୍ ଶାନ୍ତି। ଓମ୍ ଶାନ୍ତି। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।